Namaskar. Recognition fades. Ceremonies are also forgotten. But convictions consistently and quietly upholds the endures. ତ ଆଜି ଚର୍ଚ୍ଚାରେ କଥା ହେବା ଯେ ଜୀବନରେ ଯେଉଁ ସଫଳ ବ୍ୟକ୍ତିମାନେ ସଫଳ ତ ଗୋଟିଏ ଦିନରେ ଆସେ ନାହିଁ, ସଫଳତା ଗୋଟିଏ ଦିନରେ କେବେ ଆସେ ନାହିଁ। ଇଏ ଗୋଟେ ଜର୍ଣ୍ଣି, ଯେମିତି ଜୀବନ ଗୋଟେ ଯାତ୍ରା, ସେମିତି ଜୀବନରେ ବିଭିନ୍ନ ପାହାଚ ପାହାଚ ଅତିକ୍ରମ କରିସାରିଲା ପରେ କୌଣସି ଗୋଟେ ଫୋକସ୍ଡ ଆଇଡ଼ିଓଲୋଜି ନେଇକି ଆଗକୁ ବଢ଼ି ସାରିଲା ପରେ ଗୋଟିଏ ସମୟରେ ସଫଳତା ଆସି ପହଞ୍ଚିଥାଏ। ଆଉ ସେ ସଫଳତା ପଛରେ ବହୁତ ଗୁଡ଼ିଏ ରେକଗ୍ନିସନ୍ ଆସେ, ସାର୍ଟିଫିକେଟ୍ ଆସେ, ଆୱାର୍ଡ଼ ଆସେ, ବହୁତ ଲୋକ ଆପଣଙ୍କୁ ସମ୍ମାନିତ କରିବେ, ବିଭିନ୍ନ ପ୍ରକାର ସୁଖ ସମ୍ପଦ ଆସେ। କିନ୍ତୁ ଏସବୁ ଗୁଡ଼ିକକୁ ସଫଳତା ପାଇସାରିଲା ପରେ ବ୍ୟକ୍ତି ଜଣକ କିଭଳି ଭାବରେ ଦେଖନ୍ତି, ଯେମିତିକି ମୁଁ ପ୍ରଥମେ ଆରମ୍ଭ କରିଥିଲି ଭିଡ଼ିଓଟି, ଯେ ମାନ୍ୟତା ସବୁ ଫିକା ପଡ଼ିଯାଏ। ଉତ୍ସବ ମୁଖର ଯେଉଁ ସମୟ ଗୁଡ଼ିକ ସବୁ ଭୁଲିଯାଆନ୍ତି ଲୋକ ସବୁ। କିନ୍ତୁ ଶାନ୍ତ ଆଉ ସ୍ଥିର ମନରେ ଯେଉଁ ଦୃଢ଼ ନିଶ୍ଚୟ ବା ବିଶ୍ୱାସ, କନଭିକ୍ସନ୍ ଯେଉଁଟା ଆମେ କହୁଛନ୍ତି, ନିଆଯାଇଥିବା ଦୃଢ଼ ନିଶ୍ଚୟ ବା ବିଶ୍ୱାସ, ଇଏ ଚିରସ୍ଥାୟୀ ହେଇକି ରହିଥାଏ। ତ ଏହି ପରିପ୍ରେକ୍ଷୀରେ ଆଜି ଚର୍ଚ୍ଚାରେ ଆମେ କଥା ହେବା ଜଣେ ସଫଳ ନାଟ୍ୟକାରଙ୍କ ବିଷୟରେ। ଆପଣ ତାଙ୍କ ନାମ ଆପଣ ଜାଣିଛନ୍ତି, ସେ ହେଉଛନ୍ତି ନାଟ୍ୟକାର GBS, ଜର୍ଜ ବର୍ନାର୍ଡ ଶ। ଯେତେବେଳେ 1925 ମସିହାରେ ତାଙ୍କୁ ନୋବେଲ ପ୍ରାଇଜ୍ ମିଳିଲା ଲିଟରେଚରରେ, ସେତେବେଳେ ସେ ତା ପୂର୍ବରୁ ପ୍ରଥମ ଅଧ୍ୟାୟରେ ନାଟ୍ୟକାର ହିସାବରେ ପ୍ରଥମ ପାହାଚର ପ୍ରଥମ ଅଧ୍ୟାୟ, ତାଙ୍କ ଜୀବନୀର ପ୍ରଥମ ଅଧ୍ୟାୟରେ ସେ ବହୁତ ଅସଫଳ ନାଟକ ଲେଖିଛନ୍ତି, ପପୁଲାର ହେଇନାହାନ୍ତି, ତାକୁ ଲୋକ ଆକ୍ସେପ୍ଟ କଲେ। କିନ୍ତୁ ଗୋଟେ ଷ୍ଟେଜରେ ଯେତେବେଳେ ସେ ଉପର ଲେବୁଲକୁ ପଳେଇ ଆସିଲେ, ଯେତେବେଳେ ନାଟକ ଗୁଡ଼ିକକୁ ଆଦୃତ ହେଲା ଏବଂ ସମସ୍ତେ ଭଲ ଲାଗିଲା ସମସ୍ତଙ୍କୁ, ସେତେବେଳେ ନୋବେଲ ପ୍ରାଇଜ୍ ମିଳିଲା 1925 ମସିହାରେ ଲିଟରେଚର ପାଇଁ। ସେତେବେଳେ ତାଙ୍କର ବୟସ ହେଇଥିଲା 63ତମ ବର୍ଷରେ। ସେତେବେଳକୁ ତାଙ୍କ ପାଖରେ ନାମ ହେଉ, ସହରତ ହେଉ, ଧନ ସମ୍ପଦା, ପ୍ରାଚୁର୍ଯ୍ୟ ସବୁ ତାଙ୍କ ପାଖରେ ଥିଲା। ଯେତେବେଳେ ତାଙ୍କୁ ଷ୍ଟେଜରେ ଧରେଇ ଦିଆହେଲା, ମାନ୍ୟତା ସହିତ, ସାର୍ଟିଫିକେଟ୍ ସହିତ 1,20,000 ସ୍ୱେଡିଶ କ୍ରୋନର, ଯେଉଁଟା ତାଙ୍କର ନୋବେଲ ସ୍ୱେଡିଶର ଯେଉଁ ଟଙ୍କା କ୍ରୋନର। ତ ସେ କହିଲେ ସେ ସଫଳତା ପାଇବା ପାଇଁ ବା ମାନ୍ୟତା ପଛରେ ସେ କେବେ ଗୋଡ଼େଇ ନଥିଲେ, ବା ରେକଗ୍ନିସନ୍, ସେ ସବୁବେଳେ କହୁଥିଲେ ରେକଗ୍ନିସନ୍ଟା ହେଉଛି ଗୋଟେ ଆର୍ଟ ଆଉ କ୍ରାଫ୍ଟ ହେଉ, ଆର୍ଟ ହେଉ, ବା ଏଇ ଯେଉଁ ଲିଟରେଚର ଲାଇନ୍ର ହେଉ, ଏଇଟା ଗୋଟେ ରେଜିଷ୍ଟାନ୍ସ, ପ୍ରତିବନ୍ଧ। କାରଣ ଆପଣ ଯେତେବେଳେ ରେକଗ୍ନିସନ୍ ମିଳିବ ବା ଆପଣଙ୍କୁ ସବୁ ବାହା କହିବେ, ଆପଣଙ୍କୁ ସବୁ ମିଳିଯିବ, ଆପଣ ଯେଉଁ ରିଏଲ୍ ଫୋକସ୍, ଯେଉଁ ମୌଳିକତା ଗୋଟେ ନାଟ୍ୟକାରଙ୍କ ମନ ଭିତରେ ଥାଏ, ଯେଉଁ ସେ ମୌଳିକତାକୁ ବା ସେ ଆଧାର କରି ସେ ଆଗକୁ ଯାଇଥାଏ, ଯେଉଁ ବିଶେଷ କରି କହିବାକୁ ଗଲେ ଯେଉଁ ଅନକମ୍ଫର୍ଟେବୁଲ୍ ଟ୍ରୁଥକୁ ସେ ଆବିଷ୍କାର କରିଥାଏ, ସିଏ ତାର ଯେଉଁ ମୌଳିକତା ସେଇଟା ରଖିଥାଏ, ସେଇଟା ତା ପଛରୁ ସେ ହଟିଯାଏ। ସିଏ କୁହନ୍ତି, ନିଶ୍ଚିତ ଭାବରେ ସତ କଥାଟିକା, ଯେ ସେ କହିଲେ 63 ବର୍ଷ ବୟସରେ 1,20,000 କ୍ରୋନର ସ୍ୱେଡିଶ ମନି, ଯେଉଁ ମୋର କ'ଣ ଦରକାର ହେବ, ମୋର କିଛି ଆବଶ୍ୟକ ନାହିଁ। କିନ୍ତୁ ଏଇ ଯେଉଁ 1,20,000 ଯେଉଁ ସ୍ୱେଡିଶ କ୍ରୋନର ଅଛି, ତାକୁ ମୁଁ ଦାନ କରିଦେଉଛି ଯେ ଆଙ୍ଗ୍ଲୋ ଆଉ ସ୍ୱେଡିଶ ଲିଟରାରୀ ଫାଉଣ୍ଡେସନ୍ ଗୋଟେ ତିଆରି କରାଯାଏ। ସ୍ୱେଡିଶ ବା ସ୍ୱେଡେନର ଯେଉଁ ଲିଟରେଚର ଅଛି ତାକୁ ସବୁ ଟ୍ରାନ୍ସଲେସନ୍ କରାଯାଉ ଇଂଲିଶରେ, ଆଉ ନୂଆ ନୂଆ ଭଏସ୍ ଆସିବ, ନୂଆ ନୂଆ ଫରମ ସୃଷ୍ଟି ହେବ, ନୂଆ ନୂଆ ମୌଳିକତା
ରିଏଲିଟି ଆସିବ ଏବଂ ଲୋକମାନଙ୍କର ସେଇଥିରେ ଭଲ ହେବ ଲୋକମାନଙ୍କ ପାଇଁ। ଆର୍ଟ ବିଶେଷ କରିକି କଳା କ୍ଷେତ୍ରରେ ସେଇଟା ବିନିଯୋଗ ହେବ। ସିଏ ଯେଉଁ GBS ଥିଲେ ତାଙ୍କୁ ଦେଖ ସଫଳତା ଯେତେବେଳେ ଆସିବ ମଣିଷ ଭାଗ୍ୟରେ ପରପର ଆସେ। ଯେତେବେଳେ 83 ତାଙ୍କୁ ଇୟର ହେଇଯାଉଛି, 83 ବର୍ଷ ହେଉଛି, ତାଙ୍କୁ ଓସ୍କାର ଆୱାର୍ଡ଼ ମିଳୁଛି। ତାଙ୍କର ପ୍ରସିଦ୍ଧ ନାଟକ ହେଉଛି ପିଗ୍ମାଲିୟନ୍। ଆପଣ ଜାଣିଛନ୍ତି, ଆପଣ ପରବର୍ତ୍ତୀ ଭିଡ଼ିଓରେ ପିଗ୍ମାଲିୟନ୍ ବିଷୟରେ ଆମେ କଥା ହେବା। ସେ ମ୍ୟାନ୍ ଆଣ୍ଡ ସୁପରମ୍ୟାନ୍ ଲେଖିଛନ୍ତି, ପିଗ୍ମାଲିୟନ୍ ଲେଖିଛନ୍ତି, ବହୁତ ଗୁଡ଼ିଏ ତାଙ୍କର ନାଟକ ହିଟ୍ ହେଇଛି। ତ ସେଇ କେସ୍ରେ ସେ ତାଙ୍କୁ ଓସ୍କାର ଆୱାର୍ଡ଼ ମଧ୍ୟ ଗୋଟେ ଫିଲ୍ମ ଭର୍ସନ୍ ପାଇଁ, ସେଇ ଯେଉଁ ପିଗ୍ମାଲିୟନ୍ର ଫିଲ୍ମ ଭର୍ସନ୍ ପାଇଁ ତାଙ୍କୁ ଓସ୍କାର ଆୱାର୍ଡ଼ ମଧ୍ୟ, ସେ ହେଉଛି ଜଣେ ଯିଏକି ନୋବେଲ ଲରେଟ୍ ଆଉ ଓସ୍କାର ମଧ୍ୟ ଆୱାର୍ଡ଼ିସ୍ ଦୁଇ ଜଣ ପାଇଛନ୍ତି। କିନ୍ତୁ ସେ ଜୀବନକୁ ତଉଲି ନାହାନ୍ତି କେତେବେଳେ ସାର୍ଟିଫିକେଟ୍ରେ, ଆୱାର୍ଡ଼ରେ, ପ୍ରାଇଜ୍ ମନିରେ। ସେ ସବୁବେଳେ କହି ଆସିଛନ୍ତି ଯେ ସଫଳତା ଆପଣ ପାଇସାରିଲା ପରେ ଆପଣଙ୍କୁ ରେପୁଟେସନ୍ ଆସିବ, ସାର୍ଟିଫିକେସନ୍ ଆସିବ, କ୍ରେଡ଼ିଟ୍ ଆସିବ, ଆପଣଙ୍କୁ ସେତେବେଳେ ପଇସା ପତ୍ର ଆସିବ ଯେତେବେଳେ ଆପଣଙ୍କର ପଇସା କିଛି ଦରକାର ନଥିବ। କିନ୍ତୁ ଯେତେବେଳେ ପଇସା ଆପଣଙ୍କର ଦରକାର, ଯେତେବେଳେ ଧନ ଦରକାର, ସେତେବେଳେ ଆପଣଙ୍କର କିଛି ମିଳିବ ନାହିଁ। ବହୁତ କମ୍ ଲୋକଙ୍କ ଭାଗ୍ୟରେ ସେଇଟା ଥାଏ। ତଥାପି ସେ କେବେ ବି ଭାବି ନାହାନ୍ତି ଯେ ରେକଗ୍ନିସନ୍ସକୁ, ସେ ସବୁବେଳେ କହିଥିଲେ ଯଦି ସେ ମାନେ ପ୍ରାଇଜ୍ ନେଲା ବେଳେ ଯେଉଁ ପ୍ରାଇଜ୍ ମନିକୁ ଡୋନେଟ୍ କଲାବେଳେ କହିଥିଲେ ଯେ ଇଏ ହେଉଛି ସେଇଭଳିଆ ଯିଏକି ଯଦି ଆପଣ ଗୋଟେ ଜୀବନରେ ମାନେ ସମୁଦ୍ରରେ ପହଁରି ଆସୁଥିବା ଏବଂ ପହଁରିକି ଆସୁଥିବା ଆଉ ବହୁତ କଷ୍ଟର ସହିକି ପହଁରିକି ଆସୁଥିବା, ନଦୀ କୂଳରେ ପହଞ୍ଚି ଯାଇଥିବା ବା ବେଳାଭୂମିରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଥିବ, ସେହି ସମୟରେ ଆପଣଙ୍କ ପାଖକୁ ଲାଇଫ୍ ବୋଟ୍ଟା ପଠାଯିବ। ଜୀବନ ବଞ୍ଚାଇବା ପାଇଁ ଯେଉଁ ବୋଟ୍, ଲାଇଫ୍ ବୋଟ୍ ବା ଲାଇଫ୍ ଜ୍ୟାକେଟ୍ ହେଉ ବା ବେଲୁନ୍ ପକାଯିବ, ତା'ର କିଛି ଅର୍ଥ ନଥାଏ। ଠିକ୍ ସେଇଭଳିଆ ସେ କହିଥିଲେ ସେଇ କଥା ଯେ ପଇସାର ମୂଲ୍ୟ କିଛି ନାହିଁ ଏ ପରିଣତ ବୟସରେ, ବା ସମାଜର ମୂଲ୍ୟ କିଛି ନାହିଁ। ତେଣୁ ଏଇ ଯେଉଁ ନାଟ୍ୟକାର ଜଣକ ଜର୍ଜ ବର୍ନାର୍ଡ଼ ଶ, ସେ ତାଙ୍କ ଜୀବନକୁ ଆଉ ନାଟକକୁ କିଭଳି ଭାବରେ ଦେଖିଛନ୍ତି ଏବଂ ସେ ମୌଳିକତା, ତାଙ୍କ ଯେଉଁ ନାଟ୍ୟକାର ଲେଖିବାର ଯେଉଁ ଶୈଳୀ ଏବଂ ତାଙ୍କର ମନସ୍ଥିତି ଯେଉଁ କଳା ପଛରେ ଥିଲା, ତାହାର ମୌଳିକତା, ତାର ଅବଧାରଣା ନିଶ୍ଚିତ ଭାବରେ ଗୋଟେ ଫାର୍ମ ହେଇକି ରହିଛି, ଗୋଟେ ଷ୍ଟେଡ଼ି କଂକ୍ରିଟ୍ ହେଇକି ତିଆରି ହେଇଛି, ଆଉ ଯାହାଙ୍କର କୃତିକୁ ଆଜି ସାରା ଦୁନିଆ ମାନ୍ୟତା ଦେଇଛି ଏବଂ ଯିଏ ଏଇ ମାନ୍ୟତାକୁ ପଛରେ ପକାଇ ଦେଇଛନ୍ତି। ଆପଣ କେମିତି ଲାଗିଲା ତଥ୍ୟଟି ମତାମତ ଦେଇ ଜଣାଇବେ। ରହୁଛି, ନମସ୍କାର।